କୌଟିଲ୍ୟ କୂଟନୀତିର କୁଶଳୀ କାରିଗର କୁଟଳ ଜ୍ଞାତ୍ରୀୟ କୌଟିଲ୍ୟ ଥିଲେ କମନୀୟ କଳ୍ପନାର କୀର୍ତ୍ତିମାନ କର୍ଣ୍ଣଧାର। ନାମାନ୍ତରେ ଚାଣକ୍ୟ ଏବଂ ବିଷ୍ଣୁଗୁପ୍ତ ରୂପେ ପରିଚିତ କୌଟିଲ୍ୟ ଥିଲେ ବହୁଳ ପ୍ରସିଦ୍ଧ ଓ ଗ୍ରହଣୀୟତା ଲାଭ କରିଥିବା ପ୍ରାଚୀନ ଭାରତର ସର୍ବାପେକ୍ଷା ଅଧିକ ପରିଣାମବାଦୀ ରାଜନୈତିକ ଚିନ୍ତକମାନଙ୍କ ମଧ୍ୟରେ ଅନ୍ୟତମ। ସେ ଥିଲେ ଜଣେ ଚତୁର ରାଜନୀତିଜ୍ଞ ଓ ଜଣେ ଚମତ୍କାର କୂଟନୀତିଜ୍ଞ। ଜଣେ ମହାରାଷ୍ଟ୍ରନୀତିଜ୍ଞ ତଥା ଦେଶଭକ୍ତ ରୂପେ ସେ ପ୍ରାଚୀନ ଭାରତର ଏକତ୍ରୀକରଣ, ଦୃଢ଼ୀକରଣ ଓ ସ୍ୱାଧୀନ ସ୍ଥିତି ନିମନ୍ତେ ଚିନ୍ତା ଓ ପ୍ରୟାସ କରିଥିଲେ। ସେ ଥିଲେ ଜଣେ ମହାନ ରାଜସ୍ରଷ୍ଟା, ଯିଏ ଚନ୍ଦ୍ରଗୁପ୍ତ ମୌର୍ଯ୍ୟଙ୍କୁ ମଗଧ ରାଜସିଂହାସନରେ ଅଧିଷ୍ଠିତ କରାଇ ଭାରତରେ ମୌର୍ଯ୍ୟ ସାମ୍ରାଜ୍ୟର ମୂଳଦୁଆ ପକାଇଥିଲେ। ସେ ଦୀର୍ଘ 24 ବର୍ଷ କାଳ ସମ୍ରାଟ ଚନ୍ଦ୍ରଗୁପ୍ତ ମୌର୍ଯ୍ୟଙ୍କର ପ୍ରଧାନମନ୍ତ୍ରୀ ଥିଲେ ଏବଂ ତାଙ୍କର ଶ୍ରେଷ୍ଠ କୃତି ଅର୍ଥଶାସ୍ତ୍ରରେ ବର୍ଣ୍ଣିତ ତାଙ୍କର ପରିଣାମବାଦୀ ରାଜନୈତିକ ସିଦ୍ଧାନ୍ତ ଅନୁସାରେ ସେ ସେହି ସାମ୍ରାଜ୍ୟର ବାସ୍ତବ ଶାସକ ଥିଲେ। ପ୍ରଭୂତ କ୍ଷମତାଶାଳୀ ପ୍ରଧାନମନ୍ତ୍ରୀ ରୂପେ ସମଗ୍ର ରାଷ୍ଟ୍ର ଓ ଶାସନ କଳ ଉପରେ ନିର୍ଭର ପୂର୍ଣ୍ଣ ନିୟନ୍ତ୍ରଣ ଥିବା ସତ୍ତ୍ୱେ କୌଟିଲ୍ୟ ଏକ ସାଧୁ, ସରଳ ଓ ନିରାଡ଼ମ୍ବର ଜୀବନଯାପନ କରୁଥିଲେ, ଯାହା ସମଗ୍ର ମାନବ ଜାତି, ବିଶେଷତଃ ସକଳ ଯୁଗ, ସକଳ ସମୟ, ସକଳ ଦେଶର ରାଜନେତା ଓ ପ୍ରଶାସକମାନଙ୍କ ନିମନ୍ତେ ଏକ ଚମତ୍କାର ଉଦାହରଣ। କୌଟିଲ୍ୟ ଜଣେ ବ୍ରାହ୍ମଣ ଥିଲେ ଏବଂ ବିଶ୍ୱାସ କରାଯାଏ ସେ କୁଟଳ ଜ୍ଞାତ୍ରରେ ଜନ୍ମଗ୍ରହଣ କରିଥିଲେ, ଯେଉଁଥିପାଇଁ ତାଙ୍କର ଏପରି ନାମକରଣ ହୋଇଛି। ତାଙ୍କର ଅନ୍ୟ ନାମ ଚାଣକ୍ୟ ତକ୍ଷଶିଳାରେ ଥିବା ତାଙ୍କର ପୈତୃକ ଗ୍ରାମ ଚଣକରୁ ଆସିଅଛି ବୋଲି ଅନୁମାନ କରାଯାଏ। ଏହି ଭିନ୍ନ ମତାନୁସାରେ ଚାଣକ୍ୟ ଚଣକଙ୍କ ପୁତ୍ର ଥିଲେ। କମଣ୍ଡଙ୍କ ନୀତିସାର ଅନୁସାରେ ସେ ମଧ୍ୟ ବିଷ୍ଣୁଗୁପ୍ତ ରୂପେ ପରିଚିତ ଥିଲେ। ତାଙ୍କର ପିତାମାତା ବିଷ୍ଣୁଭକ୍ତ ଥିବାରୁ ତାଙ୍କର ଏପରି ନାମକରଣ ସମ୍ଭବ ହୋଇଥାଇପାରେ। କୌଟିଲ୍ୟଙ୍କ ଜନ୍ମ ଓ ସମୟକାଳ ନେଇ ବହୁ ବିବାଦ ରହିଛି। ଏହା ଉପରେ ବିଦ୍ୱାନମାନେ ବିଭ୍ରାନ୍ତ ଓ ବିଭାଜିତ ଥିଲାବେଳେ କେତେକ ପାଶ୍ଚାତ୍ୟ ଐତିହାସିକ ଲେଖକ କୌଟିଲ୍ୟ ନାମକ କୌଣସି ବ୍ୟକ୍ତିଙ୍କ ଅସ୍ତିତ୍ୱକୁ ସମ୍ପୂର୍ଣ୍ଣ ଅସ୍ୱୀକାର କରିଛନ୍ତି। ଐତିହାସିକ V.S. ସ୍ମିଥ୍ ଦର୍ଶାଇଛନ୍ତି ଯେ ଚନ୍ଦ୍ରଗୁପ୍ତ ମୌର୍ଯ୍ୟଙ୍କ ରାଷ୍ଟ୍ର ତାଙ୍କର ବ୍ରାହ୍ମଣ ମନ୍ତ୍ରୀ କୌଟିଲ୍ୟଙ୍କ ବିରଳ ଦକ୍ଷତା ବଳରେ ଶାସିତ ହୋଇଥିଲା। ବିଷ୍ଣୁ ପୁରାଣରେ ଲେଖା ହୋଇଛି ଯେ ମହାନନ୍ଦ ଓ ତାଙ୍କର 9 ପୁତ୍ର 100 ବର୍ଷ ଧରି ଶାସନ କରିବେ। ପରିଶେଷରେ କୌଟିଲ୍ୟ ନାମକ ଜଣେ ବ୍ରାହ୍ମଣ ବାଲକ ଏହି ସାମ୍ରାଜ୍ୟର ଧ୍ୱଂସ ସାଧନ କରିବେ। ନନ୍ଦବଂଶର ସାମ୍ରାଜ୍ୟ ଧ୍ୱଂସ ପରେ ମୌର୍ଯ୍ୟ ବଂଶର ଚନ୍ଦ୍ରଗୁପ୍ତ ମୌର୍ଯ୍ୟ ସମ୍ରାଟ ରୂପେ କୌଟିଲ୍ୟଙ୍କ ଦ୍ୱାରା ଅଭିଷିକ୍ତ ହେବେ। ଅର୍ଥଶାସ୍ତ୍ରରେ ଏହା ଲେଖା ହୋଇଛି ଯେ ନନ୍ଦବଂଶ ଧ୍ୱଂସ କରି ମୌର୍ଯ୍ୟ ବଂଶର ରାଜାକୁ ରକ୍ଷା କଲେ ସେ ହେଉଛନ୍ତି ଏହାର ରଚୟିତା। କୌଟିଲ୍ୟଙ୍କ ସହାୟତାରେ ମୌର୍ଯ୍ୟ ରାଜବଂଶର ପ୍ରତିଷ୍ଠା କରିଥିବା ଚନ୍ଦ୍ରଗୁପ୍ତ ମୌର୍ଯ୍ୟଙ୍କୁ ଖ୍ରୀଷ୍ଟପୂର୍ବ 321 ରୁ ଖ୍ରୀଷ୍ଟପୂର୍ବ 298 ମଧ୍ୟରେ ଶାସନ କରୁଥିଲେ। ତାଙ୍କ ଶାସନର ସମଗ୍ର 24 ବର୍ଷ କାଳ କୌଟିଲ୍ୟ ତାଙ୍କର ପ୍ରଧାନମନ୍ତ୍ରୀ ଥିଲେ। ଏହି ଆଲୋଚନାରୁ ଏହା ପ୍ରତୀତ ହୁଏ ଯେ କୌଟିଲ୍ୟଙ୍କ ସମ୍ଭାବ୍ୟ ଜୀବନକାଳ ହେଉଛି ଖ୍ରୀଷ୍ଟପୂର୍ବ 400 ରୁ 250 ମଧ୍ୟବର୍ତ୍ତୀ ସମୟ, ଯାହା ସହ ଊଣାଧିକ ବିଦ୍ୱାନ, ଗବେଷକ ଓ ଲେଖକଗଣ ଏକମତ। କୌଟିଲ୍ୟ ବିଶ୍ୱପ୍ରସିଦ୍ଧ ନାଳନ୍ଦା ବିଶ୍ୱବିଦ୍ୟାଳୟରେ ଶିକ୍ଷାଲାଭ କରିଥିଲେ। ବିଶ୍ୱାସ କରାଯାଏ ସମାନ ଉଦ୍ଦେଶ୍ୟରେ ସେଠାକୁ ଆସିଥିବା ଚନ୍ଦ୍ରଗୁପ୍ତ ମୌର୍ଯ୍ୟଙ୍କୁ କୌଟିଲ୍ୟ ସେଠାରେ ସାକ୍ଷାତ କରିଥିଲେ। ସ୍ୱେଚ୍ଛାଚାରୀ ଓ ଅତ୍ୟାଚାରୀ ନନ୍ଦବଂଶର ଶାସନକୁ ପରାଭୂତ କରି ବହି ଆକ୍ରମଣମୁକ୍ତ ଏକ ସୁଦୃଢ଼ ଭାରତୀୟ ସାମ୍ରାଜ୍ୟ ପ୍ରତିଷ୍ଠା ନିମନ୍ତେ କୌଟିଲ୍ୟ ଗୁରୁତର ଭାବେ ଚିନ୍ତା କରିଥିଲେ। ନନ୍ଦରାଜା ଧନନନ୍ଦଙ୍କ ଦ୍ୱାରା କୌଟିଲ୍ୟ ଅପମାନିତ ଓ ରାଜ୍ୟରୁ ବହିଷ୍କୃତ ହେବା ଏହାର ଅନ୍ୟତମ କାରଣ ବୋଲି ଅନୁମାନ କରାଯାଏ। କୌଟିଲ୍ୟ ଜଣେ ରାଜାଙ୍କର ସନ୍ଧାନରେ ଥିବାବେଳେ ଚନ୍ଦ୍ରଗୁପ୍ତ ମୌର୍ଯ୍ୟଙ୍କଠାରେ ରାଜାର ସମସ୍ତ ସୁଲକ୍ଷଣ ଲକ୍ଷ୍ୟ କଲେ। ପରିଣାମତଃ କୌଟିଲ୍ୟ ରାଜନୈତିକ ବିଚକ୍ଷଣତା ଓ କୂଟନୀତି ଯୋଗୁଁ ଚନ୍ଦ୍ରଗୁପ୍ତ ମୌର୍ଯ୍ୟ କେବଳ ମଗଧର ରାଜା ନୁହେଁ ବରଂ ଭାରତର ସମ୍ରାଟ ମଧ୍ୟ ହେଲେ। ନିଜର ପରିଣାମବାଦୀ ସିଦ୍ଧାନ୍ତ ବଳରେ କୌଟିଲ୍ୟ ଏକ ସୁଦୃଢ଼ ଭାରତୀୟ ସାମ୍ରାଜ୍ୟ ପ୍ରତିଷ୍ଠା କରିବାରେ ମୁଖ୍ୟ ନାୟକ ହୋଇଥିଲେ। ଚନ୍ଦ୍ରଗୁପ୍ତ ମୌର୍ଯ୍ୟଙ୍କ ସେହି ସାମ୍ରାଜ୍ୟର ଅନ୍ତର୍ଭୁକ୍ତ ଥିଲା ଆଫଗାନିସ୍ତାନ, ପଞ୍ଜାବ, ମିଳିତ ପ୍ରଦେଶ, ମଗଧ ଏବଂ କାଥିୱାଡ଼ା ଓ ବଙ୍ଗ। କୌଟିଲ୍ୟଙ୍କ ଅର୍ଥଶାସ୍ତ୍ର। ଆକ୍ଷରିକ ଅର୍ଥରେ ଅର୍ଥଶାସ୍ତ୍ର ହେଉଛି ଅର୍ଥ ସମ୍ପର୍କୀୟ ବିଜ୍ଞାନ ବା ବିଦ୍ୟା।
ସଂକୀର୍ଣ୍ଣ ଭାବରେ ଅର୍ଥ ମଧ୍ୟ ଜଣଙ୍କର ବୃତ୍ତିକୁ ବୁଝାଏ, କିନ୍ତୁ କୌଟିଲ୍ୟ ଅର୍ଥ ବୃହତ୍ତର ଭାବାର୍ଥର ବ୍ୟବହାର କରିଛନ୍ତି, ଯାହାର ଅର୍ଥ ବାସସ୍ଥାନ ବା ରାଷ୍ଟ୍ର। ତେଣୁ କୌଟିଲ୍ୟଙ୍କ ମତରେ ଅର୍ଥଶାସ୍ତ୍ର ହେଉଛି ରାଷ୍ଟ୍ର ବିଜ୍ଞାନ, ତାହାର ଅର୍ଜନ ଓ ସଂରକ୍ଷଣ। କୌଟିଲ୍ୟଙ୍କ ଭାଷାରେ ଅର୍ଥ ହେଉଛି ମଣିଷମାନଙ୍କ ଅବସ୍ଥା, ଅର୍ଥାତ୍ ପୃଥିବୀର ବାସସ୍ଥାନ, ଅଂଶ ଓ ତାହାର ଆହରଣ ସଂରକ୍ଷଣରେ ସହାୟତା ପ୍ରଦାନ କରୁଥିବା ଶାସ୍ତ୍ର ହେଉଛି ଅର୍ଥଶାସ୍ତ୍ର। ତେଣୁ ଅର୍ଥଶାସ୍ତ୍ର ଅର୍ଥନୀତିର ନିବନ୍ଧ ହେବା ପରିବର୍ତ୍ତେ ମୁଖ୍ୟତଃ ରାଜନୀତିର ଗ୍ରନ୍ଥ ଅଟେ। ନୀତିଶାସ୍ତ୍ର, ସମାଜଶାସ୍ତ୍ର, ଅର୍ଥଶାସ୍ତ୍ର ଏବଂ ରାଜନୀତିର ଚମତ୍କାର ମିଶ୍ରଣ ଘଟାଇଥିବା ଏହା ଏକ ଧୁରିଣୀ କୃତି। ରାଷ୍ଟ୍ର ଶାସନ ସମ୍ପର୍କରେ ଏକ ଅତ୍ୟନ୍ତ ପ୍ରାୟୋଗିକ ବା ବ୍ୟବହାରିକ କୃତି ହୋଇଥିବାରୁ ଏହା ସାରା ବିଶ୍ୱରେ ପ୍ରଶଂସା ଓ ପ୍ରସିଦ୍ଧି ଲାଭ କରିଛି। କୌଟିଲ୍ୟଙ୍କ ଅର୍ଥଶାସ୍ତ୍ର ଓ ତାହାର ଅନ୍ତର୍ଗତ ବିଷୟଗୁଡ଼ିକ ସମ୍ପୂର୍ଣ୍ଣ ନୂଆ ନୁହେଁ। କୌଟିଲ୍ୟଙ୍କ ପୂର୍ବରୁ ମନୁ, ବୃହସ୍ପତି ଓ କୁଶାଳଙ୍କ ନାମରେ ତିନୋଟି ଅର୍ଥଶାସ୍ତ୍ର ଗୋଷ୍ଠୀ ଥିଲେ। କୌଟିଲ୍ୟ ମଧ୍ୟ ନିଜ ଅର୍ଥଶାସ୍ତ୍ର ପୁସ୍ତକର ପ୍ରାରମ୍ଭରେ ସ୍ୱୀକାର କରିଛନ୍ତି ଯେ ତାହା ହେଉଛି ପୂର୍ବବର୍ତ୍ତୀ ଅର୍ଥଶାସ୍ତ୍ର ଲେଖକମାନଙ୍କ ମତରେ ଏକ ସାରାଂଶ। ତଥାପି ତାଙ୍କର କାର୍ଯ୍ୟ ଅନ୍ୟ ସମସ୍ତଙ୍କ କୃତିଙ୍କୁ ବଳି ଯାଇଛି। ପ୍ରଫେସର ୟୁ.ଏନ୍. ଘୋଷାଲଙ୍କ ମତରେ କୌଟିଲ୍ୟଙ୍କ ଅର୍ଥଶାସ୍ତ୍ର ସେହି ସମୟର ପୂର୍ବବର୍ତ୍ତୀ ଲେଖକମାନଙ୍କର ଏକ ସାରାଂଶରୁ ବଳକା। ଏହା ହେଉଛି ପୂର୍ବତର ଧାରଣାମାନଙ୍କର ଏକ ସୂକ୍ଷ୍ମ ଅନୁଶୀଳନ, ସମ୍ପୃକ୍ତ ବିଦ୍ୟାର ଏକ ବାସ୍ତବ ପୁନର୍ଗଠନ। ଖ୍ରୀଷ୍ଟପୂର୍ବ 321 ରୁ ଖ୍ରୀଷ୍ଟପୂର୍ବ 298 ମଧ୍ୟରେ ରଚିତ ହୋଇଥିବାର ବିଶ୍ୱାସ କରାଯାଇଥିବା କୌଟିଲ୍ୟଙ୍କ ଅର୍ଥଶାସ୍ତ୍ର 15ଟି ଅଧିକରଣ ବା ପୁସ୍ତକରେ ବିଭାଜିତ। ପ୍ରଥମ ପୁସ୍ତକରେ ରାଜ୍ୟ ଶାସନ, ରାଜା, ତାଙ୍କର କର୍ତ୍ତବ୍ୟ ଓ ସୁରକ୍ଷା, ମନ୍ତ୍ରୀ ପରିଷଦ, ପୁରୋହିତ, ଗୁପ୍ତଚର, ଦୂତ, ଶିକ୍ଷାନୀତି, ଇନ୍ଦ୍ରିୟ ସଂଯମ ଇତ୍ୟାଦି ବିଷୟରେ ଆଲୋଚନା ରହିଛି। ଦ୍ୱିତୀୟ ପୁସ୍ତକ ଅମଲାତାନ୍ତ୍ରିକ ସଂଗଠନ, ବିଭାଗୀୟ ପରିଚାଳନା ସମ୍ପର୍କରେ ସୂଚନା ଦିଏ। ଏଥିରେ ଗ୍ରାମ, ଜମି ବିଭାଜନ, ରାଜସ୍ୱ ଆଦାୟ, ଖଣି ବାଣିଜ୍ୟ, ସରକାରୀ କର୍ମଚାରୀଙ୍କ ଆଚରଣ ଅନୁସନ୍ଧାନ, ରାଜକୋଷ, ବିଭିନ୍ନ କ୍ଷେତ୍ରରେ ତତ୍ତ୍ୱାବଧାରକ ଯଥା କୃଷି, ବୟନ, ଶୁଳ୍କ, ସ୍ଥାନ ଓ କାଳ, ଓଜନ, ମାପ, କସାଇଖାନା, ଜାହାଜ, ହସ୍ତୀ, ରଥ, ପଦାତିକ ବାହିନୀ, ଜଙ୍ଗଲ ଇତ୍ୟାଦି ଅନ୍ତର୍ଭୁକ୍ତ। ତୃତୀୟ ପୁସ୍ତକରେ ବିବାହ, ଉତ୍ତରାଧିକାର, ରାଜିନାମା, କ୍ରୟ ବିକ୍ରୟ, ପରିଷଦ, ଋଣ, ଜମା, ଉପହାର, ମାନହାନି, ଜୁଆ ଆଦି ସଂକ୍ରାନ୍ତୀୟ ବେସାମରିକ ଆଇନ ବିଷୟରେ ଆଲୋଚନା ରହିଛି। ଚତୁର୍ଥ ପୁସ୍ତକ ଫୌଜଦାରୀ ଆଇନ ଓ ଦଣ୍ଡ ବା କଣ୍ଟକ ଶୋଧନ ସମ୍ପର୍କରେ ସୂଚନା ଦିଏ। ଏଥିରେ ମନ୍ଦ, ଦୁଷ୍ଟ ଓ ସାମାଜିକ ତତ୍ତ୍ୱମାନଙ୍କ ଦମନ, ବଣିକ ଓ କାରିଗରମାନଙ୍କର ସୁରକ୍ଷା, ଦୈବୀ ଦୁର୍ବିପାକ ନିମନ୍ତେ ପ୍ରତିକାର, ଜରିମାନା ଆଦି ପ୍ରତିକାର ବ୍ୟବସ୍ଥା ରହିଛି। ପଞ୍ଚମ ପୁସ୍ତକରେ ରହିଛି ପାରିଷଦମାନଙ୍କ ଆଚରଣ, ସରକାରୀ କର୍ମଚାରୀଙ୍କୁ ଜୀବନ ଧାରଣ ସୁବିଧା, ରାଜକୋଷ ଭରଣା ଇତ୍ୟାଦି। ରାଜ୍ୟର ଉପାଦାନ, ଆଭ୍ୟନ୍ତରୀଣ ଶାନ୍ତି, ରାଜା, ମନ୍ତ୍ରୀ ଓ ପାରିଷଦଙ୍କ ଗୁଣ ଇତ୍ୟାଦି ବିଷୟ ଷଷ୍ଠ ପୁସ୍ତକରେ ସ୍ଥାନିତ ହୋଇଛି। ସପ୍ତମ ପୁସ୍ତକରେ ଯୁଦ୍ଧ, ଶାନ୍ତି, ନିରପେକ୍ଷତା, ଚୁକ୍ତି, ପ୍ରତିରକ୍ଷା, ଦୁର୍ଗ ଆଦି ବିଷୟ ରହିଛି। ଅର୍ଥଶାସ୍ତ୍ରର ଅଷ୍ଟମ ପୁସ୍ତକରେ ରାଜା ଓ ପ୍ରଜା, ପ୍ରାକୃତିକ ବିପର୍ଯ୍ୟୟ ଓ ତାହାର ପ୍ରତିକାର ଉପରେ ଲୋକଙ୍କ ଜଞ୍ଜାଳ, ସେନାବାହିନୀ, ବନ୍ଧୁ ରାଷ୍ଟ୍ର ଇତ୍ୟାଦି ପ୍ରସଙ୍ଗ ଉଲ୍ଲେଖ ଅଛି। ନବମ ପୁସ୍ତକ ଆଭ୍ୟନ୍ତରୀଣ ଓ ବହିର୍ବିପଦ, ଶତ୍ରୁ, ବିଶ୍ୱାସଘାତକ, ଶକ୍ତି ଓ ଦୁର୍ବଳତା ବିଷୟ ଅନ୍ତର୍ଭୁକ୍ତ କରିଛି। ଦଶମ ପୁସ୍ତକରେ ରହିଛି ଯୁଦ୍ଧ ଓ ଯୁଦ୍ଧ ଅଭିଯାନ, ପଦାତିକ ବାହିନୀ, ଅଶ୍ୱବାହିନୀ, ଗଜବାହିନୀ, ରଥବାହିନୀ, ଯୁଦ୍ଧ ଛାଉଣୀ, ଛଳ ଯୁଦ୍ଧ, ସୈନିକଙ୍କୁ ନେଇ ଚକ୍ରବ୍ୟୂହ, ଦଣ୍ଡବ୍ୟୂହ ଏବଂ ସର୍ପବ୍ୟୂହ ଆଦିର ରଚନା। ଦଣ୍ଡ ବିଭେଦର କାରଣ, ଗୁପ୍ତଦଣ୍ଡ ଆଦିର ବର୍ଣ୍ଣନା ରହିଛି ଏକାଦଶ ପୁସ୍ତକରେ। ଦ୍ୱାଦଶ ପୁସ୍ତକରେ ଚକ୍ରାନ୍ତ, ଯୁଦ୍ଧ, ଗୁପ୍ତ ଉପାୟରେ ଶତ୍ରୁର ପରାଜୟ, ଦୂତର କର୍ତ୍ତବ୍ୟ, ଶତ୍ରୁର ଭଣ୍ଡାର ଓ ଶସ୍ୟାଗାରର ଧ୍ୱଂସ ଇତ୍ୟାଦିର ବିଶ୍ଳେଷଣ ରହିଛି। ଗୁପ୍ତଚର ସହାୟତାରେ ଶତ୍ରୁ ପକ୍ଷର ସେନାବାହିନୀରେ ବିଭେଦ ସୃଷ୍ଟି, ଅଧିକୃତ ଅଞ୍ଚଳରେ ଶାନ୍ତି ପ୍ରତିଷ୍ଠା ପାଇଁ ତ୍ରୟୋଦଶ ପୁସ୍ତକରେ ସ୍ଥାନ ପାଇଛି। ଚତୁର୍ଦଶ ପୁସ୍ତକରେ ଶତ୍ରୁର କ୍ଷତି କରିବା ଉପାୟ, କ୍ଷୟକ୍ଷତି ବିରୁଦ୍ଧରେ ପ୍ରତିକାର, ମାୟାବୀ ଉପାୟ ଆଦି ସ୍ଥାନ ପାଇଛି। ପଞ୍ଚଦଶ ତଥା ଶେଷ ପୁସ୍ତକରେ ରହିଛି ଗ୍ରନ୍ଥର ଯୁକ୍ତିଯୁକ୍ତ ସଞ୍ଜୀକରଣ ଯୋଜନା, ସଦାଚାର ଓ ରାଜନୀତି। କୌଟିଲ୍ୟଙ୍କ ଅର୍ଥଶାସ୍ତ୍ରରେ ଅନ୍ୟାନ୍ୟ ବିଷୟମାନଙ୍କ ମଧ୍ୟରେ ରହିଛି ସଦାଚାର, ନୀତି ଓ ସମ୍ପର୍କୀୟ ବର୍ଣ୍ଣନା। ରାଷ୍ଟ୍ରର ଆଭ୍ୟନ୍ତରୀଣ ପ୍ରଶାସନ କ୍ଷେତ୍ରରେ ରାଜନୀତି ସହିତ ସଦାଚାରର ମିଳନ ଉପରେ କୌଟିଲ୍ୟ ଯଥୋଚିତ ଗୁରୁତ୍ୱ ପ୍ରଦାନ କରିଛନ୍ତି।
କିନ୍ତୁ ରାଷ୍ଟ୍ରର ଅର୍ଜନ ଓ ସଂରକ୍ଷଣ କ୍ଷେତ୍ରରେ ସେ ଭିନ୍ନ ନୈତିକ ମାନଦଣ୍ଡ ନିରୂପଣ କରିଛନ୍ତି। ମୋଟ ଉପରେ କୌଟିଲ୍ୟ ନୈତିକତାର ଦ୍ୱୈତ ମାନଦଣ୍ଡ ନିର୍ଦ୍ଧାରଣ କରିଛନ୍ତି, ଯାହା ଅନେକ ଶତାବ୍ଦୀ ବ୍ୟବଧାନରେ ତଥା ଷୋଡ଼ଶ ଶତାବ୍ଦୀର ଇଟାଲୀ ରାଷ୍ଟ୍ରନୀତିଜ୍ଞ ତଥା ଦାର୍ଶନିକ ନିକୋଲୋ ମାକିଆଭେଲି ପୁନରାବୃତ୍ତି କରିଥିଲେ। ସଦାଚାର ସହ ରାଜନୀତିର ସମ୍ପର୍କ ବିଷୟରେ କୌଟିଲ୍ୟଙ୍କ ଦୃଷ୍ଟିକୋଣ ନିମ୍ନରେ ପ୍ରଦତ୍ତ ପ୍ରସଙ୍ଗଭିତ୍ତିକ ଆଲୋଚନାରୁ ବୁଝିହେବ। ସଦାଚାରୀ ରାଷ୍ଟ୍ର। କୌଟିଲ୍ୟଙ୍କ ଅର୍ଥଶାସ୍ତ୍ରରେ ବର୍ଣ୍ଣିତ ରାଷ୍ଟ୍ର ହେଉଛି ଏକ ସଦାଚାରୀ ଅନୁଷ୍ଠାନ, ଯାହା ଜନତାର ନୈତିକ ଓ ବସ୍ତୁଗତ ବିକାଶ ନିମନ୍ତେ ଅଭିପ୍ରେତ। କୌଟିଲ୍ୟ ରାଷ୍ଟ୍ରର ଶାସନକୁ ଧର୍ମଶାସନ ଅର୍ଥାତ୍ ସଦ୍ଗୁଣ ଓ ନୈତିକତାର ଶାସନ ସହ ତୁଳନା କରିଛନ୍ତି। ସେ ନିଜେ ଜଣେ ବୈଦିକ ବ୍ରାହ୍ମଣ ଥିଲେ ଏବଂ ବେଦ ଓ ଅନ୍ୟାନ୍ୟ ଶାସ୍ତ୍ରମାନଙ୍କୁ ଧାର୍ମିକ ଓ ସଦାଚାରୀ ନୀତିଗୁଡ଼ିକ ଉପରେ ତାଙ୍କର ଗଭୀର ଜ୍ଞାନ ଓ ବିଶ୍ୱାସ ଥିଲା। ତାଙ୍କ ମତରେ ରାଜା ନିଜେ ହିଁ ଥିଲେ ପୁଣ୍ୟ, ସଦାଚାରୀ, ରୀତି ଓ ମାନକ ସୁଗୁଣର ସାଙ୍କେତିକ ପ୍ରତିନିଧି। ଲୋକମାନେ ରାଜାଙ୍କୁ ମାନୁଥିଲେ ଓ ତାଙ୍କୁ ଅନୁସରଣ କରୁଥିଲେ। ଆଇନର ଶାସନ। ରାଜା ସର୍ବଶକ୍ତିମାନ ଥିଲେ ମଧ୍ୟ କର୍ତ୍ତବ୍ୟପରାୟଣ ଥିଲେ ଏବଂ ଆଇନ ଓ ନୀତିର ଊର୍ଦ୍ଧ୍ୱରେ ନଥିଲେ। ନିଜ ପ୍ରଜାଙ୍କ ପରି ନିଜର ଖିଲାପ ତଥା ରୀତିନୀତିର ଉଲ୍ଲଂଘନ ପାଇଁ ରାଜା ମଧ୍ୟ ଦଣ୍ଡଯୋଗ୍ୟ ଥିଲେ। ରାଜା ଥିଲେ ଧର୍ମାବତାର ବା ପୁଣ୍ୟର ଅବତାର। ଅପରାଧୀ ଓ ଖିଲାପକାରୀଙ୍କୁ ଦଣ୍ଡିତ କରିବା ନିମନ୍ତେ ତାଙ୍କ ହାତରେ ଥିଲା ରାଜଦଣ୍ଡ। ସେ ନିଜେ ମଧ୍ୟ ଦୈବୀଦଣ୍ଡ ଏବଂ ନୈତିକ ସୀମାର ଅଧୀନ ଥିଲେ। କର୍ତ୍ତବ୍ୟ ଓ ବୃତ୍ତି ଉପରେ ଗୁରୁତ୍ୱ। କୌଟିଲ୍ୟ ବିଶ୍ୱାସ କରୁଥିଲେ ଯେ ଏକ ଶାଶ୍ୱତ ଓ ମଙ୍ଗଳମୟ ରାଷ୍ଟ୍ରର ଅସ୍ତିତ୍ୱ ଅନୁଭବ କରିହେବ ଯଦି ରାଜା ଓ ତାଙ୍କର ପ୍ରଜାଗଣ ସେମାନଙ୍କର ସ୍ୱଧର୍ମ ସ୍ୱକର୍ମ ପାଳନ କରନ୍ତି। ସେଥିରେ ବ୍ୟତିକ୍ରମ ହେଲେ ରାଷ୍ଟ୍ର ଉପରେ ଦୈବୀ ଦୁର୍ବିପାକ ଓ ସଙ୍କଟ ମାଡ଼ି ଆସିବ। ନିଜର ନୁହେଁ ବରଂ ପ୍ରଜାଙ୍କର ଇଚ୍ଛା ଅଭିଳାଷ ଅନୁସାରେ ସେମାନଙ୍କର ସୁରକ୍ଷା ଦେବା, ସେମାନଙ୍କ ମଙ୍ଗଳ ସାଧନ କରିବା ରାଜାଙ୍କର ପରମ କର୍ତ୍ତବ୍ୟ। ଏପରିକି ପ୍ରଜାଙ୍କର କଲ୍ୟାଣ ନିମନ୍ତେ ରାଜାଙ୍କୁ ନିଜର ସୁଖ ଶାନ୍ତି ବଳି ଦେବାକୁ ପଡ଼ିପାରେ, କାରଣ ପ୍ରଜାଙ୍କ ସନ୍ତୋଷ ଓ କଲ୍ୟାଣରେ ହିଁ ରହିଛି ରାଜାର କର୍ତ୍ତବ୍ୟର ପରାକାଷ୍ଠା। ବିବେକ ଓ ଉଚିତ ମାନବାଚରଣ। କୌଟିଲ୍ୟଙ୍କ ବିଚାରରେ ରାଜା ଯେମିତି ହେବ, ପ୍ରଜାମାନଙ୍କ ମଧ୍ୟ ସେମିତି ହେବ। ଯଦି ରାଜା ଅର୍ଥନୈତିକ ଅବଲମ୍ବନ କରନ୍ତି, କର୍ତ୍ତବ୍ୟ ପାଳନ ନ କରନ୍ତି ବା ଏଡ଼ାଇ ଯାଆନ୍ତି, ତେବେ ପ୍ରଜାମାନଙ୍କ ମଧ୍ୟ ସେପରି କରିବେ, ଯାହାଦ୍ୱାରା ଅରାଜକତା ବିଶୃଙ୍ଖଳା ଓ ବିଶୃଙ୍ଖଳା ସୃଷ୍ଟି ହୋଇ ରାଷ୍ଟ୍ରର ବିନାଶ ଘଟିବ। ଉଚିତ ମାନବାଚରଣ। ରାଜାଙ୍କ ଯୋଗ୍ୟତା। ରାଷ୍ଟ୍ରରେ ଆଇନ ଓ ନ୍ୟାୟରକ୍ଷା ବିଷୟରେ କୌଟିଲ୍ୟ ସ୍ପଷ୍ଟ ଭାବରେ ଉଲ୍ଲେଖ କରିଛନ୍ତି। ଆଇନ ଉପରେ ବିବେକର ପ୍ରାଧାନ୍ୟକୁ ଗୁରୁତ୍ୱ ଦିଆଯାଇଛି। ରାଷ୍ଟ୍ରର ଆଭ୍ୟନ୍ତରୀଣ ପ୍ରଶାସନରେ ରାଜା ଅନୈତିକ ଓ ଅସାଧୁ ଉପାୟ ଅବଲମ୍ବନ କରିପାରିବେ ନାହିଁ। ପରିଣାମବାଦୀ ନୈତିକତା। ରାଷ୍ଟ୍ରର ବୈଦେଶିକ ସମ୍ପର୍କ କ୍ଷେତ୍ରରେ କୌଟିଲ୍ୟ ନୈତିକତାକୁ ରାଜନୀତିଠାରୁ ପୃଥକ କରିଛନ୍ତି। ଏ କ୍ଷେତ୍ରରେ ନୀତିଶାସ୍ତ୍ର ନୈତିକତା, ଅର୍ଥନୈତିକତା ନୀତିଶାସ୍ତ୍ର ନୈତିକତା ଓ ନୈତିକତାର ଶାସ୍ତ୍ର ବା ବିଦ୍ୟା ହେବା ପରିବର୍ତ୍ତେ ଏକ ପରିଣାମବାଦୀ ବିଜ୍ଞାନର ରୂପ ନେଇଛି। ରାଷ୍ଟ୍ରରେ ଅର୍ଜନ ଓ ସଂରକ୍ଷଣ ନିମନ୍ତେ ସମୀଚୀନ ଯେକୌଣସି ଅନୈତିକ ଅନ୍ୟାୟ କାର୍ଯ୍ୟ ମଧ୍ୟ ଯୁକ୍ତିଯୁକ୍ତ ଓ ନୀତିସଙ୍ଗତ ବୋଲି ବିବେଚିତ ହେବ ଯଦି ସାଧାରଣ ଜୀବନରେ ସେସବୁ ଗ୍ରହଣୀୟ ହେବ ନାହିଁ। କୌଟିଲ୍ୟଙ୍କ ପାଇଁ ଉପାୟ ଅପେକ୍ଷା ଲକ୍ଷ୍ୟ ଅଧିକ ଗୁରୁତ୍ୱପୂର୍ଣ୍ଣ। ଜଣେ ବାସ୍ତବବାଦୀ ରାଷ୍ଟ୍ରନୀତିଜ୍ଞ ଓ ପରିଣାମବାଦୀ ଚିନ୍ତକ ରୂପେ କୌଟିଲ୍ୟ ରାଷ୍ଟ୍ରକୁ ଶତ୍ରୁ ଏବଂ ବହିଃ ଆକ୍ରମଣରୁ ସୁରକ୍ଷା ଦେବା ନିମନ୍ତେ ଯେ କୌଣସି ଅନାର୍ଯ୍ୟ, ଅନୈତିକ ଓ ପ୍ରତାରଣାମୂଳକ ପଦକ୍ଷେପ ଗ୍ରହଣ କରିବାକୁ ପ୍ରସ୍ତୁତ ଥିଲେ। ଯୁଦ୍ଧରେ ଶତ୍ରୁଙ୍କୁ ପରାସ୍ତ କରିବା ନିମନ୍ତେ ଯେ କୌଣସି ଅସାଧୁ ଓ ବିଚାରହୀନ ଉପାୟ ଗ୍ରହଣ କରିବାକୁ ସେ ରାଜାଙ୍କୁ ପରାମର୍ଶ ଦେଇଥିଲେ। ସେଥିମଧ୍ୟରୁ ମିଥ୍ୟାଚାର, ବିଶ୍ୱାସଘାତକତା, ଛଳନା, ବିଭେଦ, ଗୁପ୍ତଚର କାର୍ଯ୍ୟ, ଯୁଦ୍ଧରେ ଅଣ-ଅନୁମୋଦିତ ଅସ୍ତ୍ରଶସ୍ତ୍ର ବ୍ୟବହାର, ଗୁପ୍ତ ସହଯୋଗ, ଶତ୍ରୁର ଭଣ୍ଡାର, ଜଳ ଓ ଖାଦ୍ୟ ଯୋଗାଣ ବ୍ୟବସ୍ଥା ଧ୍ୱଂସ ଆଦି ଅନ୍ତର୍ଭୁକ୍ତ। ରାଷ୍ଟ୍ରତତ୍ତ୍ୱ। କୌଟିଲ୍ୟ ତାଙ୍କ ପୂର୍ବସୂରୀ ମନୁଙ୍କ ପରି ମଧ୍ୟ ରାଷ୍ଟ୍ର ସପ୍ତାଙ୍ଗ ତତ୍ତ୍ୱ ଉପସ୍ଥାପନ କରିଛନ୍ତି। ତାଙ୍କ ମତରେ ରାଷ୍ଟ୍ରର 7ଗୋଟି ପ୍ରକୃତି ବା ଉପାଦାନ ରହିଛି। ସେଗୁଡ଼ିକ ହେଲା ସ୍ୱାମୀ, ଅମାତ୍ୟ, ଜନପଦ, ଦୁର୍ଗ, କୋଶ, ବଳ ଓ ମିତ୍ର, ଯାହା ନିମ୍ନରେ ଆଲୋଚନା କରାଯାଇଛି। ସ୍ୱାମୀ। ସ୍ୱାମୀ ଅର୍ଥ ରାଷ୍ଟ୍ରର ସାର୍ବଭୌମ
କ୍ଷମତାର ଅଧିକାରୀ ବ୍ୟକ୍ତି। ସ୍ୱାମୀ ହେଉଛନ୍ତି ରାଜା ବା ରାଷ୍ଟ୍ରମୁଖ୍ୟ, ଯିଏ ରାଜ୍ୟର ଶାସନ ଓ ତାହାର କ୍ଷମତା ନିୟନ୍ତ୍ରଣରେ ସର୍ବେସର୍ବା। ସ୍ୱାମୀ ହେଉଛି ରାଷ୍ଟ୍ରର ସର୍ବପ୍ରଥମ ସର୍ବପ୍ରଧାନ ଉପାଦାନ, ଯାହା ବିନା ରାଷ୍ଟ୍ର ଗଠନ ସମ୍ଭବ ନୁହେଁ। ସ୍ୱାମୀ ଜଣେ ସାମନ୍ତବାଦୀ ସର୍ତ୍ଦାର ନୁହନ୍ତି, ବରଂ ଜଣେ ବାସ୍ତବ ସାର୍ବଭୌମ ଶାସକ, ଯିଏ କାହା ପ୍ରତି ଆନୁଗତ୍ୟ ପ୍ରକାଶ କରନ୍ତି ନାହିଁ। ଅମାତ୍ୟ। ରାଷ୍ଟ୍ରର ଶାସନ ସଂକ୍ରାନ୍ତରେ ରାଜାଙ୍କୁ ସହାୟତା ଓ ପରାମର୍ଶ ଦେଉଥିବା ମନ୍ତ୍ରୀ କିମ୍ବା ଉଚ୍ଚ ଅଧିକାରୀମାନଙ୍କୁ ଅମାତ୍ୟ କୁହାଯାଏ। ସେମାନେ ଉଚ୍ଚ ବଂଶଜ, ସ୍ୱଦେଶୀ, ଅନୁଗତ ଏବଂ ରାଜାଙ୍କ ନିକଟରେ ଉତ୍ତରଦାୟୀ। ଜନପଦ। ରାଷ୍ଟ୍ରର ତୃତୀୟ ଉପାଦାନ ହେଉଛି ଜନପଦ, ଯାହା ରାଷ୍ଟ୍ରର ସୀମା ଓ ଜନସଂଖ୍ୟାକୁ ନେଇ ଗଠିତ। ସଂଗଠନ ଓ କାର୍ଯ୍ୟ ଦୃଷ୍ଟିରୁ କୌଟିଲ୍ୟ ଜନପଦକୁ 8ଟି ବର୍ଗରେ ବିଭକ୍ତ କରିଛନ୍ତି। ଜନପଦ ମଧ୍ୟ ସହଜ, ଦୃଢ଼ ଓ ଦକ୍ଷ ଶାସନ ସୁନିଶ୍ଚିତ କରେ। ଦୁର୍ଗ। ଦୁର୍ଗ ହେଉଛି ରାଷ୍ଟ୍ରର ଚତୁର୍ଥ ଉପାଦାନ, ଯାହା ରାଷ୍ଟ୍ରର ପ୍ରତିରକ୍ଷା ଦୃଷ୍ଟିକୋଣରୁ ଅତ୍ୟନ୍ତ ଗୁରୁତ୍ୱପୂର୍ଣ୍ଣ। କୌଟିଲ୍ୟ ରାଷ୍ଟ୍ରର ସଂରକ୍ଷଣ ବା ସୁରକ୍ଷାକୁ ପ୍ରାଧାନ୍ୟ ବା ସର୍ବାଧିକ ଗୁରୁତ୍ୱ ଦେଇଥିବାରୁ ଅଗ୍ରାମ୍ୟ ଅଞ୍ଚଳରେ ଦୁର୍ଗ ନିର୍ମାଣ ଜରୁରୀ ଥିଲା। ସେ ବିଭିନ୍ନ ପ୍ରକାରର ଦୁର୍ଗ ଯଥା ପାର୍ବତ୍ୟ ଦୁର୍ଗ, ଜଳ ଦୁର୍ଗ, ଜଙ୍ଗଲ ଦୁର୍ଗ, ମରୁଦୁର୍ଗ ବିଷୟରେ ବର୍ଣ୍ଣନା କରିଛନ୍ତି। ଦୁର୍ଗର ଆବଶ୍ୟକତା ଓ ଉପାଦେୟତା ବିଷୟରେ କୌଟିଲ୍ୟ ଲେଖିଛନ୍ତି, ଦୁଇ ରାଜାଙ୍କ ମଧ୍ୟରେ ଯିଏ ସ୍ୱଳ୍ପ ଶ୍ରମ ସ୍ୱଳ୍ପ ଖର୍ଚ୍ଚରେ ପ୍ରକୃତି ଦୃଷ୍ଟିରୁ ଅଗ୍ରାମ୍ୟ ଅଞ୍ଚଳରେ ଏକ ଦୁର୍ଭେଦ୍ୟ ଦୁର୍ଗ ନିର୍ମାଣ କରେ, ସିଏ ଅନ୍ୟକୁ ବଳି ପଡ଼େ। କୋଶ। ରାଷ୍ଟ୍ରର ପଞ୍ଚମ ଉପାଦାନ ହେଉଛି କୋଶ, ଯାହା ଏକ ସ୍ୱାବଲମ୍ବୀ ଆତ୍ମନିର୍ଭରଶୀଳ ରାଷ୍ଟ୍ର ନିମନ୍ତେ ସର୍ବଦା ଭରଣା ହୋଇଥିବା ଆବଶ୍ୟକ। ଏକ ସମୃଦ୍ଧ ରାଜକୋଷ ବିନା ରାଷ୍ଟ୍ର ଓ ତାହାର ଅଧିବାସୀମାନଙ୍କ ବିକାଶ ସମ୍ଭବ ନୁହେଁ। କୌଟିଲ୍ୟଙ୍କ ମତରେ ପ୍ରାକୃତିକ ବିପର୍ଯ୍ୟୟ ଓ ଅନ୍ୟାନ୍ୟ ଆକସ୍ମିକ ପରିସ୍ଥିତିର ମୁକାବିଲା ନିମନ୍ତେ ରାଜକୋଷ ସୁନା, ରୂପା ଓ ଅନ୍ୟାନ୍ୟ ମୂଲ୍ୟବାନ ପଦାର୍ଥରେ ପରିପୂର୍ଣ୍ଣ ରହିବା ଉଚିତ। ବଳ। ବଳ ହେଉଛି ରାଷ୍ଟ୍ରର ଷଷ୍ଠ ଉପାଦାନ। ବଳ ଅର୍ଥ ସ୍ଥାୟୀ ସେନା, ଯାହା ରାଷ୍ଟ୍ରର ସୁରକ୍ଷା ନିମନ୍ତେ ଅତ୍ୟନ୍ତ ଗୁରୁତ୍ୱପୂର୍ଣ୍ଣ। କୌଟିଲ୍ୟ 6 ପ୍ରକାର ସେନା ବିଷୟରେ ଆଲୋଚନା କରିଛନ୍ତି। ସେଗୁଡ଼ିକ ହେଲା ବଂଶାନୁକ୍ରମିକ ସେନା, ଭଡ଼ାଟିଆ ସେନା, ଯୁଦ୍ଧ ନିଗମନ ସେନା, ମିତ୍ର ସେନା, ଶତ୍ରୁ ସେନା ଓ ଆଦିମ ଅଧିବାସୀ ସେନା। ଏମାନଙ୍କ ମଧ୍ୟରୁ ବଂଶାନୁକ୍ରମିକ ସେନାକୁ କୌଟିଲ୍ୟ ଆଦର୍ଶ ସେନାର ମାନ୍ୟତା ପ୍ରଦାନ କରିଛନ୍ତି, କାରଣ ସେମାନଙ୍କ ପୂର୍ବପୁରୁଷମାନଙ୍କ କାଳରୁ ସେମାନଙ୍କ ଦକ୍ଷତା ଆନୁଗତ୍ୟ ଉତ୍ତମ ରୂପେ ପରୀକ୍ଷିତ ହୋଇସାରିଛି। କୌଟିଲ୍ୟଙ୍କ ମତ ସେନାବାହିନୀର ଆଭ୍ୟନ୍ତରୀଣ ସଂଗଠନଗୁଡ଼ିକ ଯଥା ପଦାତିକ ବାହିନୀ, ଅଶ୍ୱବାହିନୀ, ଗଜବାହିନୀ ଓ ରଥବାହିନୀ ବିଷୟରେ ଉଲ୍ଲେଖ କରିଛନ୍ତି। ମିତ୍ର। ରାଷ୍ଟ୍ରର ସପ୍ତମ ଓ ଶେଷ ଉପାଦାନ ହେଉଛି ମିତ୍ର। ରାଷ୍ଟ୍ରର ସୁରକ୍ଷା ଓ ବିକାଶ ଦିଗରେ ମିତ୍ରର ଭୂମିକା ମଧ୍ୟ ଗୁରୁତ୍ୱପୂର୍ଣ୍ଣ ବୋଲି କୌଟିଲ୍ୟ ଦର୍ଶାଇଛନ୍ତି। ସେ ଦୁଇ ପ୍ରକାର ମିତ୍ର ଯଥା ସହଜ ମିତ୍ର ଓ କୃତ୍ରିମ ମିତ୍ର ବିଷୟରେ ଦର୍ଶାଇଛନ୍ତି। ସହଜ ମିତ୍ର ହେଉଛି ଯାହାର ବନ୍ଧୁତ୍ୱ ତାହାର ପୂର୍ବପୁରୁଷ କାଳରୁ ପ୍ରମାଣିତ ହୋଇଆସିଛି ଏବଂ ଯିଏ ପଡ଼ୋଶୀର ଶତ୍ରୁ ସୀମାରେ ନିକଟବର୍ତ୍ତୀ। ଅନ୍ୟପକ୍ଷରେ କୃତ୍ରିମ ମିତ୍ର ହେଉଛି ସିଏ ଯିଏ ନିଜର ଧନ ଜୀବନର ସୁରକ୍ଷା ପାଇଁ ବନ୍ଧୁ ହୁଏ। କୌଟିଲ୍ୟ କୃତ୍ରିମ ମିତ୍ର ଅପେକ୍ଷା ସହଜ ମିତ୍ରକୁ ଅଧିକ ପସନ୍ଦ କରିଛନ୍ତି। ଯଦିଓ କୌଟିଲ୍ୟ ରାଷ୍ଟ୍ରର 7ଗୋଟି ଉପାଦାନ ବିଷୟରେ ବର୍ଣ୍ଣନା କରିଥିଲେ, ପରବର୍ତ୍ତୀ କାଳରେ ସେଗୁଡ଼ିକୁ ମାତ୍ର 2ଟି ଉପାଦାନରେ ରୂପାନ୍ତରିତ କରିଥିଲେ। ସେଗୁଡ଼ିକ ହେଲା ରାଜା ଓ ରାଜ୍ୟ। ମୂଳ 5ଗୋଟି ଉପାଦାନ ଯଥା ସ୍ୱାମୀ, ଅମାତ୍ୟ, କୋଶ, ବଳ, ମିତ୍ର, ରାଜା ରୂପକ ବୃହତ୍ ଉପାଦାନ ମଧ୍ୟରେ ଅନ୍ତର୍ଭୁକ୍ତ ହୋଇଥିବା ବେଳେ ରାଜ୍ୟ ମଧ୍ୟରେ ଅନ୍ତର୍ଭୁକ୍ତ ହେଲେ ଜନପଦ ଓ ଦୁର୍ଗ। ସରକାର। କୌଟିଲ୍ୟଙ୍କ ସରକାର ଏକ ବ୍ୟାପକ ବ୍ୟବସ୍ଥା, ଯେଉଁଥିରେ ଅନ୍ତର୍ଭୁକ୍ତ ହୋଇଛି ରାଜା, ମନ୍ତ୍ରୀ ଓ ଅଧିକାରୀ ଓ ବିଭିନ୍ନ କାର୍ଯ୍ୟ ବା ସେବା ଯଥା ନ୍ୟାୟ ପ୍ରଶାସନ, ରାଜସ୍ୱ ପ୍ରଶାସନ, ଗୁପ୍ତଚର ବ୍ୟବସ୍ଥା ଏବଂ ବୈଦେଶିକ ନୀତି ଓ ନିରାପତ୍ତା। ରାଜା ଓ ତାଙ୍କ ଭୂମିକା। ରାଷ୍ଟ୍ରର ସରକାର ପ୍ରଶାସନ ସଂଗଠନ କ୍ଷେତ୍ରରେ ରାଜା ହେଉଛନ୍ତି ମୁଖ୍ୟ ବ୍ୟକ୍ତି। ରାଜ୍ୟର ସ୍ୱାମୀ ରୂପେ ରାଜା ନିରଙ୍କୁଶ ସାର୍ବଭୌମ କ୍ଷମତାର ଅଧିକାରୀ ହୋଇଥିଲେ ମଧ୍ୟ ଉତ୍ପୀଡ଼କ ଓ ସ୍ୱେଚ୍ଛାଚାରୀ ନୁହନ୍ତି, ବରଂ ଜନହିତୈଷୀ ଅଟନ୍ତି। ସେ ହେଉଛନ୍ତି ପ୍ରଜାସେବକ, ଯିଏ ପ୍ରଜାଙ୍କ ସୁଖ ଓ କଲ୍ୟାଣ ମଧ୍ୟରେ ନିଜର ସୁଖ ଲାଭ କରନ୍ତି। ରାଜାଙ୍କର ନିଜସ୍ୱ ପସନ୍ଦ ଅପସନ୍ଦ ବୋଲି କିଛି ନାହିଁ। କୌଟିଲ୍ୟଙ୍କ ମତରେ ପ୍ରଜାଙ୍କ ପସନ୍ଦ ହିଁ ରାଜାଙ୍କ ପସନ୍ଦ। ରାଜା ଧର୍ମ ଶାସନ ଅନୁସରଣ କରନ୍ତି ଓ ନିଜେ ଦୈବୀ ଓ ନୈତିକ ସୀମାରେଖା ଦ୍ୱାରା ଆବଦ୍ଧ ଅଟନ୍ତି। ସେ ନ୍ୟାୟପାଳିକାର ମୁଖ୍ୟ, ମାତ୍ର ଆଇନର ଉତ୍ସ ନୁହନ୍ତି। ସେ ଜନସାଧାରଣଙ୍କ ପ୍ରଥା ଓ ଲୋକାଚାରକୁ ସମ୍ମାନ ଦିଅନ୍ତି। ସେ ମନ୍ତ୍ରୀ ପରିଷଦର ପରାମର୍ଶ ଗ୍ରହଣ କରନ୍ତି। ରାଜପୁରୋହିତ ହେଉଛନ୍ତି ତାଙ୍କର ଗୁରୁ ଓ ମାର୍ଗଦର୍ଶକ। ମନୁଙ୍କ ବିପରୀତ କୌଟିଲ୍ୟ ରାଷ୍ଟ୍ରର ଦୈବୀ ସୃଷ୍ଟି ତତ୍ତ୍ୱରେ ବିଶ୍ୱାସ କରିନାହାନ୍ତି। ରାଜାଙ୍କ ସୃଷ୍ଟି ଧର୍ମ ସହିତ ସମ୍ପୃକ୍ତ ନୁହେଁ। ରାଜା
ଶକ୍ତି ଓ ଦକ୍ଷତାର ପ୍ରତୀକ ରୂପେ ଉଭା ହୋଇଛନ୍ତି। ଐତିହାସିକ ଅଭିଜ୍ଞତାରେ ଏହା ମଧ୍ୟ ପ୍ରମାଣିତ ହୋଇଛି। ନନ୍ଦବଂଶ ଧ୍ୱଂସ କରି ଚନ୍ଦ୍ରଗୁପ୍ତ ମୌର୍ଯ୍ୟଙ୍କ ମାଧ୍ୟମରେ ମୌର୍ଯ୍ୟ ସାମ୍ରାଜ୍ୟ ପ୍ରତିଷ୍ଠା କରିବା ଦିଗରେ କୌଟିଲ୍ୟ ପ୍ରମୁଖ ଭୂମିକା ଗ୍ରହଣ କରିଥିଲେ। କୌଟିଲ୍ୟ ରାଜାଙ୍କ ନିମନ୍ତେ କଠୋର ଯୋଗ୍ୟତା ଓ ଶୃଙ୍ଖଳା ନିର୍ଦ୍ଧାରଣ କରିଛନ୍ତି। ରାଜକୁମାରମାନଙ୍କ ମନକୁ ତାଲିମ ଦେବା, ସେମାନଙ୍କ ଇଚ୍ଛାକୁ ଶୃଙ୍ଖଳିତ କରିବା ନିମନ୍ତେ କୌଟିଲ୍ୟ ସେମାନଙ୍କ ଶିକ୍ଷାକୁ ସର୍ବାଧିକ ଗୁରୁତ୍ୱ ପ୍ରଦାନ କରିଛନ୍ତି। ମୁଣ୍ଡନ ପର୍ବ ପରେ ରାଜକୁମାର ଲିପି ଓ ଗଣିତ ଶିକ୍ଷା କରିବେ। ତାପରେ ବ୍ରତ ଉପନୟନ ଅନୁଷ୍ଠିତ ହୋଇ ସେ ଉପଯୁକ୍ତ ଗୁରୁଙ୍କଠାରୁ ଧର୍ମନୀତି, ଦର୍ଶନ, ଅର୍ଥନୀତି ଓ ରାଜନୀତି ଶିକ୍ଷା କରିବେ। ନିଜର 16 ବର୍ଷ ବୟସ ପର୍ଯ୍ୟନ୍ତ ଶିକ୍ଷାରେ ମନୋନିବେଶ କରିବେ। ତାପରେ ମୁଣ୍ଡନ ବା ଲଣ୍ଡା ହୋଇ ବିବାହ କରିବେ। ଛାତ୍ରାବସ୍ଥାରେ ସେ ସଂଯମ ରକ୍ଷା ଓ ବ୍ରହ୍ମଚର୍ଯ୍ୟ ପାଳନ କରିବେ। ରାଜା ପ୍ରତ୍ୟହ ନିର୍ଦ୍ଧାରିତ କାର୍ଯ୍ୟସୂଚୀ ଅନୁସାରେ ନିଜର କର୍ତ୍ତବ୍ୟ ସମ୍ପାଦନ କରିବେ। ପ୍ରତ୍ୟେକ ଦିବସକୁ 8 ଗୋଟି ନଳିକା ବା 8 ଗୋଟି ସମାସ ଭାବରେ ବିଭକ୍ତ କରାଯାଏ, ଯେଉଁଥିରେ ରାଜା ଭିନ୍ନ ଭିନ୍ନ କାର୍ଯ୍ୟ ସମ୍ପାଦନ କରିବେ। ଦିବସର ପ୍ରଥମ ଭାଗରେ ରାଜା ଜଗୁଆଳି ନିଯୁକ୍ତି କରିବେ ଓ ଆୟ ବ୍ୟୟ ଦେଖିବେ। ତାପରେ ସେ ଜନ ଅଭିଯୋଗ ଶୁଣାଣି କରିବେ ଓ ଅନ୍ୟାନ୍ୟ କାର୍ଯ୍ୟ ଯଥା ସ୍ନାନ, ଭୋଜନ, ତତ୍ତ୍ୱାବଧାରକ ନିଯୁକ୍ତି, ମନ୍ତ୍ରୀମାନଙ୍କ ସହ ପରାମର୍ଶ, ଗୁପ୍ତଚରମାନଙ୍କଠାରୁ ସୂଚନା ସଂଗ୍ରହ, ନିଜ ମନୋରଞ୍ଜନ, ଗଜବାହିନୀ, ରଥବାହିନୀ ଓ ପଦାତିକ ବାହିନୀର ତାଲିମ ତତ୍ତ୍ୱାବଧାନ, ସାମରିକ ଯୋଜନା ଓ କାର୍ଯ୍ୟ ଉପରେ ଆଲୋଚନା ଓ ପରିଶେଷରେ ସାନ୍ଧ୍ୟ ପ୍ରାର୍ଥନା କରିବେ। ସେହିପରି ରାତ୍ରକାଳରେ ମଧ୍ୟ ସେ କେତେକ ନିର୍ଦ୍ଧାରିତ କାର୍ଯ୍ୟ ସମ୍ପାଦନ କରନ୍ତି। କୌଟିଲ୍ୟ ଏକ କେନ୍ଦ୍ରୀକୃତ ପ୍ରଶାସନ ବ୍ୟବସ୍ଥା ନିର୍ଦ୍ଧାରିତ କରିଛନ୍ତି, ଯାହା ରାଜାଙ୍କ ପ୍ରତ୍ୟକ୍ଷ ନିୟନ୍ତ୍ରଣ ଓ ତତ୍ତ୍ୱାବଧାନରେ ରହେ। ରାଜାଙ୍କ କର୍ତ୍ତବ୍ୟ ଓ କାର୍ଯ୍ୟାବଳୀ ନିମ୍ନ ଶୀର୍ଷକମାନଙ୍କ ମାନଙ୍କରେ ଆଲୋଚନା କରାଯାଇଛି। କାର୍ଯ୍ୟପାଳକ କର୍ତ୍ତବ୍ୟ: ଆଭ୍ୟନ୍ତରୀଣ ଗୋଳମାଲ, ବହିଃଆକ୍ରମଣ ଓ ବନ୍ୟା, ବାତ୍ୟା, ଦୁର୍ଭିକ୍ଷ, ସଡ଼କ ମହାମାରୀ ଭଳି ପ୍ରାକୃତିକ ବିପର୍ଯ୍ୟୟରୁ ନିଜ ପ୍ରଜାଙ୍କୁ ସୁରକ୍ଷା ଦେବା ରାଜାଙ୍କର ପ୍ରାଥମିକ କାର୍ଯ୍ୟପାଳକ କର୍ତ୍ତବ୍ୟ। ରାଜା ମଧ୍ୟ ଅନାଥ, ବୃଦ୍ଧ, ବିକଳାଙ୍ଗ, ଦୁର୍ଦ୍ଦଶାଗ୍ରସ୍ତ ଲୋକମାନଙ୍କୁ ସୁରକ୍ଷା ଓ ସହାୟତା ପ୍ରଦାନ କରିବା ଉଚିତ। ବିଶୃଙ୍ଖଳା ସୃଷ୍ଟି କରୁଥିବା ପ୍ରତାରକ, ଦୁଷ୍ଟ, ଅନ୍ୟ ଅସାମାଜିକ ତତ୍ତ୍ୱମାନଙ୍କୁ ରାଜା ଦୃଢ଼ ହସ୍ତରେ ଦମନ କରିବା ଉଚିତ। ବ୍ୟବସ୍ଥାପକ କର୍ତ୍ତବ୍ୟ: ବ୍ୟବସ୍ଥାପକ କାର୍ଯ୍ୟ କ୍ଷେତ୍ରରେ ସାଧାରଣତଃ ରାଜାଙ୍କୁ କୌଣସି ନୂତନ ଆଇନ ତିଆରି କରିବାକୁ ହୁଏ ନାହିଁ। ସେ ନୈତିକ ସିଦ୍ଧାନ୍ତ ଅନୁସରଣ କରନ୍ତି ଓ ସ୍ଥାନୀୟ ପ୍ରଥା ଲୋକାଚାରକୁ ସମ୍ମାନ ଦିଅନ୍ତି। କୌଟିଲ୍ୟ ଆଇନର 4 ପ୍ରକାର ଓ 4 ଗୋଟି ଅଙ୍ଗ ବିଷୟରେ ସୂଚନା ଦେଇଛନ୍ତି। ସେଗୁଡ଼ିକ ହେଲା ପବିତ୍ର ଆଇନ, ପ୍ରମାଣ, ଇତିହାସ ଓ ଶିଳାଲେଖ, ଯାହା ଲୋକମାନେ ଅନୁସରଣ କରନ୍ତି। ଶିଳାଲେଖଗୁଡ଼ିକ ନୈତିକ ସିଦ୍ଧାନ୍ତକୁ ସମ୍ମାନ ଦିଅନ୍ତି। ପ୍ରଶାସନିକ କର୍ତ୍ତବ୍ୟ: ରାଜା ମନ୍ତ୍ରୀମାନଙ୍କୁ ନିଯୁକ୍ତି କରନ୍ତି ଓ ସେମାନଙ୍କ କାର୍ଯ୍ୟ ତଦାରଖ କରନ୍ତି। ସେ ମଧ୍ୟ ବିଭିନ୍ନ କାର୍ଯ୍ୟ ନିମନ୍ତେ ତତ୍ତ୍ୱାବଧାରକ ଓ ଅନ୍ୟାନ୍ୟ କର୍ମଚାରୀ ନିଯୁକ୍ତି କରନ୍ତି। ତାଙ୍କର ଦୈନନ୍ଦିନ ନିର୍ଦ୍ଧାରିତ କାର୍ଯ୍ୟର ଅଂଶସ୍ୱରୂପ ସେ ମନ୍ତ୍ରୀ ଓ ଅନ୍ୟ କର୍ମଚାରୀଙ୍କୁ ସାକ୍ଷାତ କରନ୍ତି, ସେମାନଙ୍କଠାରୁ ବିବରଣୀ ଓ ପରାମର୍ଶ ଗ୍ରହଣ କରନ୍ତି। ବିଚାରକ କର୍ତ୍ତବ୍ୟ: ରାଜା ହେଉଛନ୍ତି ବିଚାର ବିଭାଗର ସଂଗଠନ ଓ ତାହାର ପ୍ରଶାସନର ମୁଖ୍ୟ। ସେ ବିଚାରପତିମାନଙ୍କ କାର୍ଯ୍ୟ ତଦାରଖ କରନ୍ତି, ନ୍ୟାୟର ଉଲ୍ଲଂଘନ ନିମନ୍ତେ ସେମାନଙ୍କୁ ଦଣ୍ଡିତ କରନ୍ତି। ତେବେ ଅଧିକାଂଶ କ୍ଷେତ୍ରରେ ସେ ଆଇନର ସ୍ରଷ୍ଟା ନୁହନ୍ତି। ରାଜସ୍ୱ ଓ ଆର୍ଥିକ କର୍ତ୍ତବ୍ୟ: ରାଜସ୍ୱ ବୃଦ୍ଧି କରିବା ଏବଂ ସୁନା, ରୂପା ଆଦି ଦ୍ୱାରା ରାଜ୍ୟ ରାଜକୋଷକୁ ପୂର୍ଣ୍ଣ କରିବା ଦିଗରେ କୌଟିଲ୍ୟ ସ୍ୱତନ୍ତ୍ର ଦୃଷ୍ଟି ପ୍ରଦାନ କରିଛନ୍ତି। ଏ ଦିଗରେ ସେ ମଧ୍ୟ କୃଷି ଓ ଶିଳ୍ପ ଉତ୍ପାଦନ ବୃଦ୍ଧି ତଥା ବାଣିଜ୍ୟିକ ସମୃଦ୍ଧିର ପ୍ରୋତ୍ସାହନ ନିମନ୍ତେ ସୂଚାଇଛନ୍ତି। ରାଜା ପ୍ରତିଦିନ ରାଜସ୍ୱ ଆୟ ବ୍ୟୟର ତର୍ଜମା କରନ୍ତି। ସେ ମଧ୍ୟ ମହାରାଜସ୍ୱ ସଂଗ୍ରାହକଙ୍କୁ ନିଯୁକ୍ତି କରନ୍ତି, ଯିଏ ରାଜସ୍ୱ ଆଦାୟ କ୍ଷେତ୍ରରେ ମୁଖ୍ୟ ଭୂମିକା ନିଅନ୍ତି। ତାଙ୍କୁ ସହାୟତା କରିବା ନିମନ୍ତେ ରାଜାଙ୍କ ଦ୍ୱାରା ଅନ୍ୟ କର୍ମଚାରୀମାନେ ମଧ୍ୟ ନିଯୁକ୍ତ ହୁଅନ୍ତି। ସାମରିକ ଓ କୂଟନୈତିକ କର୍ତ୍ତବ୍ୟ: ସେନାବାହିନୀର ମୁଖ୍ୟ ସେନାପତି ରୂପେ ରାଜା ଦୈନନ୍ଦିନ ଗଜାରୋହୀ, ଅଶ୍ୱାରୋହୀ, ରଥାରୋହୀ ଓ ପଦାତିକ ବାହିନୀର ତାଲିମ ପରିଦର୍ଶନ କରନ୍ତି। ସେ ଯୁଦ୍ଧ ଘୋଷଣା କରିପାରନ୍ତି, ଶାନ୍ତି ପ୍ରତିଷ୍ଠା ପାଇଁ ଚୁକ୍ତି ବି କରିପାରନ୍ତି। ସେ ରାଷ୍ଟ୍ରକୁ ବହିଃ ଆକ୍ରମଣରୁ ରକ୍ଷା କରନ୍ତି। ଗୁପ୍ତଚରମାନଙ୍କ ଦ୍ୱାରା ସେ ଶତ୍ରୁମାନଙ୍କ ବିଷୟରେ ସୂଚନା ସଂଗ୍ରହ କରନ୍ତି। ବୈଦେଶିକ ସମ୍ପର୍କ କ୍ଷେତ୍ରରେ କୂଟନୀତି ପ୍ରୟୋଗ କରିବା ନିମନ୍ତେ କୌଟିଲ୍ୟ ରାଜାଙ୍କୁ ପରାମର୍ଶ ଦେଇଛନ୍ତି। ଧାର୍ମିକ କର୍ତ୍ତବ୍ୟ: ରାଜା ରାଜପୁରୋହିତଙ୍କୁ ନିଯୁକ୍ତି କରନ୍ତି, ଯିଏ ରାଜାଙ୍କ ଧର୍ମଗୁରୁ ତଥା ମାର୍ଗଦର୍ଶକ ରୂପେ ମଧ୍ୟ କାର୍ଯ୍ୟ କରନ୍ତି। ସାଧାରଣତଃ ବେଦ ତଥା ଅନ୍ୟ ଶାସ୍ତ୍ର ନିପୁଣ ଜଣେ ଉଚ୍ଚ ବଂଶଜ ବ୍ରାହ୍ମଣ ହିଁ ରାଜପୁରୋହିତ ରୂପେ ନିଯୁକ୍ତ ହୁଅନ୍ତି।
ଘଟଣା ବିଭିନ୍ନ ଦୁର୍ଘଟଣା ବିଷୟରେ ଜାଣିବାର ତଥା ସେଗୁଡ଼ିକର କୁପରିଣାମକୁ ସଂଶୋଧନ କରିବା ନିମନ୍ତେ ପ୍ରାୟଶ୍ଚିତ କ୍ରିୟା ସମ୍ପାଦନ ବିଷୟରେ ତାଙ୍କର ଦକ୍ଷତା ଥିବା ଆବଶ୍ୟକ। ଜ୍ଞାନ ଲୋକ ପ୍ରଦାନ କର୍ତ୍ତବ୍ୟ। ରାଜ୍ୟରେ ବୌଦ୍ଧିକ ସାଂସ୍କୃତିକ ବିକାଶ ନିମନ୍ତେ ରାଜା ଉଦ୍ୟମ କରିବା ଆବଶ୍ୟକ। ସେ କଳା, ସାହିତ୍ୟ, ଶିକ୍ଷା, ସଂସ୍କୃତିର ପୃଷ୍ଠପୋଷକତା କରିବା ଉଚିତ। ଯେଉଁମାନେ କଳା, ସଙ୍ଗୀତ, ଯୋଗ, ବେଦ ଇତ୍ୟାଦିରେ ପ୍ରବୀଣ ସେମାନଙ୍କୁ ରାଜା ଉପଯୁକ୍ତ ସମ୍ମାନ, ପୁରସ୍କାର ଓ ସୁରକ୍ଷା ପ୍ରଦାନ କରିବା ଉଚିତ। ଡାକ୍ତରଖାନା ନିର୍ମାଣ ଭଳି ଅନ୍ୟାନ୍ୟ ମହତ୍ କାର୍ଯ୍ୟ ସମ୍ପାଦନ ଦ୍ୱାରା ରାଜା ଲୋକମାନଙ୍କୁ